ଉପନ୍ୟାସର ନାମ ଶ୍ରେୟସୀ। ଲେଖିକା ପ୍ରବୀଣା ମହାନ୍ତି। ପଢ଼ି ଶୁଣାଉଛନ୍ତି କଳାକାର କୀର୍ତ୍ତି ମହାନ୍ତି। ମୋତେ କେହି ଛୁଇଁଦେଲେ ଯେ ମୁଁ ଅପବିତ୍ର ହେଇଯିବି ସେଭଳି ଧାରଣା ଅନ୍ତତଃ ମୋର ନାହିଁ। ମୁଁ କାହିଁକି ପରଶମଣିଟିଏ ନ ହେବି ଯେ? କଳୁଷିତ ମନ ନେଇ ବି ଯିଏ ମୋତେ ଛୁଇଁଦେବ, ପବିତ୍ରତାର ସ୍ୱର୍ଣ୍ଣିମ ଆଭାରେ ଉଦ୍ଭାସିତ ହୋଇଯିବ ତାର ଅନ୍ତର। ଚମତ୍କୃତ ହୋଇଯାଉଥିଲି ମୁଁ ସେଦିନ ଅମୃତାର ଏହି ଅଦ୍ଭୁତ ସୁନ୍ଦର ଜୀବନ ଦର୍ଶନର କଥା ଶୁଣି। ଅମୃତା ହିଁ ଏଇଭଳି କଥା କହିପାରେ ଅନାୟାସରେ। ତାକୁ ଦେଖିଲେ ମନେହୁଏ ଏଇ ଧୂଳିମାଟିର ପୃଥିବୀର ମଣିଷ ସେ ନୁହେଁ। କେଉଁ ଏକ ଦିବ୍ୟ ଚେତନାର ଜଗତରୁ ସେ ଓହ୍ଲାଇ ଆସିଛି ଏଇ ପାର୍ଥିବ ଦୁନିଆକୁ। କେଉଁଠି କିଛି ଅସୁନ୍ଦର ସେ ଦେଖିପାରେ ନା। ତା ମତରେ ଭଗବାନଙ୍କ ସୃଷ୍ଟିରେ କେହି ହେଲେ ଅବାନ୍ତର ନୁହନ୍ତି। କିଛି ବି ଅସୁନ୍ଦର ବା ଅସଙ୍ଗତ ନୁହେଁ। ଯାହାକୁ ସମସ୍ତେ ଅସୁନ୍ଦର କହନ୍ତି, କୁତ୍ସିତ କହନ୍ତି, ତା ମଧ୍ୟରେ କିଛି ନା କିଛି ସୌନ୍ଦର୍ଯ୍ୟ ଅନ୍ତର୍ନିହିତ ହୋଇ ରହିଛି। ତାକୁ ଉପଲବ୍ଧି କରିବା ପାଇଁ ସେଭଳି ଦୃଷ୍ଟି ରହିଥିବା ଦରକାର। ଦୃଷ୍ଟି, ଅଦ୍ଭୁତ ତାର ସେହି ଦୃଷ୍ଟି। ନୀଳକାନ୍ତ ମଣିର ଜ୍ୟୋତିବିଚ୍ଛୁରିତ ସେହି ଅପରୂପ ନୟନ ଯୁଗଳର ଦୃଷ୍ଟି ନେଇ ଯାହାକୁ ସେ ଚାହିଁଛି, ଅଭିଭୂତ ନ ହୋଇ ରହିପାରିନି ସେ। ଆଖି ତ ନୁହେଁ, ଯେମିତି ଯାଦୁକରୀ ଆଇନା ଦୁଇଟି। ଥରକ ପାଇଁ ସେଥିରେ ଆଖି ପଡ଼ିଗଲେ ନିଜର ମୁକୁଳା ମନର ପ୍ରତିଫଳନ ଦିଶିଯାଏ ସେଥିରେ। ସେଇ ପ୍ରତିବିମ୍ବ ଦେଖି କିଏ ମୁଗ୍ଧ ହୁଏ, ଉଲ୍ଲସିତ ହୁଏ, ତ କିଏ ଲଜ୍ଜାରେ ଜୁଡ଼ୁବୁଡ଼ୁ ହୋଇଯାଏ। ଅପରାଧ ବୋଧରେ ସଙ୍କୁଚିତ ହୋଇ ଅଧମୁଖ ହୋଇ ରହେ। ଅବଶ୍ୟ ଅମୃତା ଓଠର ସ୍ନିଗ୍ଧ ସ୍ମିତହାସ୍ୟ ଟିକକ ସବୁ ଗ୍ଳାନି, ସବୁ କୁଣ୍ଠାକୁ ଧୋଇ ନିମିଷକେ ଅପରାଧ ବୋଧରୁ ମୁକ୍ତ କରି ସମସ୍ତଙ୍କୁ ଆପଣାର କରିନିଏ। ସେ କଣ ମନ୍ତ୍ର ଜାଣେ? କୁଆଡ଼େ ଗଲା ଅମୃତା? ମୋର ପ୍ରାଣର ବାନ୍ଧବୀ ଅମୃତା, ଯାହାକୁ ଦିନଟିଏ ନ ଦେଖିଲେ ମୋ ହୃଦୟ ବ୍ୟାକୁଳ ହୋଇ ଉଠୁଥିଲା, ହାହାକାର କରି ଉଠୁଥିଲା। କେମିତି ସେ ହଜିଗଲା ମୋ ଜୀବନର ପରିସର ମଧ୍ୟରୁ। ଏ ସଂସାରର ଅଜସ୍ର ଯୋଡ଼ା ଆଖି ଭିତରୁ ସେଇ ସ୍ନେହ କୋମଳ ଅପରୂପ ଆଖି ଦୁଇଟିକୁ ମୁଁ ଅନେକ ଖୋଜିଛି ସେଇ ମଧୁଚରା ଓଠର ଅମୃତମଖା ହସଧାରକ। ପାଇନି, କୋଉଠି ବି ପାଇନି ତାକୁ। ଅକସ୍ମାତ୍ ଯେମିତି ସେ ମୋ ଜୀବନର ପରିଧି ଭିତରକୁ ଚାଲି ଆସିଥିଲା, ସେଇଭଳି ଅକସ୍ମାତ୍ ଦିନେ ସେ ଚାଲିଗଲା କୁଆଡ଼େ। ଆଖି ଆଗରୁ ଚାଲିଗଲା ସିନା, ମୋ ହୃଦୟରେ କିନ୍ତୁ ରଖିଦେଇ ଗଲା ତା ସ୍ମୃତିର ଅନେକ ସନ୍ତକ। ମୁଁ ତାକୁ ଭୁଲି ପାରିନି, କେବେ ବି ଭୁଲି ପାରିବିନି। ଅମୃତା କଥା ଆଜି ତୁହାଇ ତୁହାଇ ମନେ ପଡ଼ୁଛି। ମନେ ପଡ଼ିବାର କାରଣ ମଧ୍ୟ ରହିଛି। କିଛି ସମୟ ପୂର୍ବରୁ ଜଣକର ଅଶୁଚି ସ୍ପର୍ଶରେ ଦେହ ମନ ମୋର ବିଷାକ୍ତ ହୋଇଯାଇଥିଲା। ଯଦିଓ ଶୁଭେଚ୍ଛାର ପୁଷ୍ପଗୁଚ୍ଛଟିଏ ମୋ ହାତରେ ତୋଳି ଦେଇଥିଲା ସିଏ, ତାର ଇଚ୍ଛାକୃତ ସ୍ପର୍ଶ ତଥା ତା ଦୃଷ୍ଟିର ଲୋଲୁପତା ଅନୁଭବ କରି ଦେହରେ ମିଞ୍ଚାଏ କାଦୁଅ ଲାଗିଯିବା ଭଳି ମନେ ହୋଇଥିଲା। ପ୍ରତ୍ୟୁତ୍ତରରେ ସ୍ମିତ ହାସ୍ୟଟିଏ ମଧ୍ୟ ଦବା ପାଇଁ ଇଚ୍ଛା ହୋଇନଥିଲା ମୋର। ପୁଷ୍ପଗୁଚ୍ଛଟିକୁ ଅବହେଳାରେ କଡ଼କୁ ରଖିଦେଇ ଆଖି ବନ୍ଦ କରିଦେଲି ମୁଁ। ଏମିତି ଲୋକଗୁଡ଼ିକୁ ଯେ ଇଏ କାହିଁକି ସାଙ୍ଗରେ ନେଇ ମୋ ପାଖକୁ ଆସନ୍ତି ମୁଁ ବୁଝିପାରେ ନାହିଁ। ଏମିତି ଲୋକଙ୍କର ଶୁଭ କାମନା ମୋର ଆଦୌ ଦରକାର ନାହିଁ। ଭାଉଜ ବୋଧହୁଏ ଅସୁସ୍ଥ ଅନୁଭବ କରୁଛନ୍ତି। ଆଚ୍ଛା, ମୁଁ ତାହେଲେ ଆସୁଛି, ନମସ୍କାର। ଅବାଞ୍ଛିତ ବନ୍ଧୁ ଜଣକ ଚାଲିଯିବା ପରେ ମୁଁ ଆଖି ଖୋଲିଲି। ବନ୍ଧୁବରଙ୍କୁ ବଳେଇ ଦେବା ପାଇଁ ଇଏ ମଧ୍ୟ ସାଙ୍ଗରେ ଗଲେ। ଅଜବ ଅଜବ ଲୋକଙ୍କ ସାଙ୍ଗରେ ମୋ ସ୍ୱାମୀଙ୍କର ବନ୍ଧୁତା। ଏଇ ବନ୍ଧୁ ଜଣକ କୁଆଡ଼େ ଅଧ୍ୟାପକ। ଲୋକଟିକୁ ଦେଖିଲେ ହିଁ ଅଭଦ୍ର ଭଳି ଲାଗେ ମୋତେ। ମହିଳା ଘଟିତ ଅନେକ ବ୍ୟାପାରରେ ୟାଙ୍କର ନାମ ଜଡ଼ିତ। ୟାଙ୍କର ଅଶାଳୀନ ବ୍ୟବହାର ନିମନ୍ତେ ଛାତ୍ରୀ ମହଲରେ ବେଶ୍ ଦୁର୍ନାମ। ଟାଉଟରୀର ବି ସୀମା ନାହିଁ। କାହାର ବଦଳି, କାହାର ଚାକିରିଠାରୁ ଆରମ୍ଭ କରି ପରୀକ୍ଷା ଖାତାରେ ନମ୍ବର ବଢ଼ାଇବା ପାଇଁ କି ପୋଜିସନ ତାଲିକାରେ ନାଁ ଉଠେଇବା ଯାଏ ଅନେକ କାରବାର ୟାଙ୍କ ହାତରେ। ଶିକ୍ଷା ଭଳି ଏକ ପବିତ୍ର କ୍ଷେତ୍ରରେ ଏଭଳି ଘୂର୍ଣ୍ଣ ବ୍ୟକ୍ତିମାନଙ୍କର ଅନୁପ୍ରବେଶ ହିଁ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଧୀରେ ଧୀରେ ଏକ ପ୍ରହସନରେ ପରିଣତ କରିଦେଲାଣି। ସେ ଦେଇଯାଇଥିବା ଫୁଲତୋଡ଼ାଟିକୁ ଝର୍କା ବାଟେ ବାହାରକୁ ଫୋପାଡ଼ି ଦେଇ ସାବୁନରେ ହାତ ଧୋଇଦେବାକୁ ଇଚ୍ଛା ହେଉଥିବା ବେଳେ Sample complete. Ready to continue?